ମୁଁ ଏ ଭିଡିଓରେ କହିବି ମୁଁ ସବୁବେଳେ ମାଇଣ୍ଡସେଟ୍ ଉପରେ ନେଇ କାହିଁ କଥା ହେଇଥାଉଛି। କେତେ ଜଣ କ୍ୱେଶ୍ଚିନ୍ ପଚାରିଲେ ଯେ ତମେ 15% ବଡି ଫ୍ୟାଟ୍ ପାଇଁ ଟ୍ରାଏ କରୁଛ ଏଣ୍ଡ କହିଲ ବି 100% ତମେ ଆଚିଭ୍ କରିଦେବ, ବଟ୍ ଏବେ ଯାଏ ୱାର୍କଆଉଟ୍ ନ୍ୟୁଟ୍ରିସନ୍ ଉପରେ କାହିଁ କିଛି କହୁନ? ଦେଖ, ସବୁ ଜିନିଷରୁ ଷ୍ଟାର୍ଟିଂ ପଏଣ୍ଟ ହଉଛି ମାଇଣ୍ଡସେଟ୍। ଓକେ, ଯଦି ତମେ ମାଇଣ୍ଡସେଟ୍ ତମର ଠିକ ନାହିଁ ତମେ କିଛି ବି ଆଚିଭ୍ କରିପାରିବନି। କାହିଁକି? ଦେଖ, ମର୍ଣ୍ଣିଂରେ ଉଠୁଛି, ଏକ୍ସରସାଇଜ କରୁଛି, ଲେଟ୍ସ ସେ ମୋର କଥା, କାହିଁକି ମତେ ଫ୍ୟାଟ୍ ଲସ୍ କରିବାର ଅଛି, ମତେ ଆଚିଭ୍ କରିବାର ଅଛି କିଛି ଜିନିଷ, ରାଇଟ୍? ଯଦି ସେଇ ଜିନିଷଟା ମୋ ମାଇଣ୍ଡରେ ନାହିଁ ତାହେଲେ ମର୍ଣ୍ଣିଂରେ ଉଠିବି, ମୋବାଇଲ ଫୋବାଇଲ ଖେଳିବି, ନହେଲେ ଶୋଇ ରହିବି, ଏମିତି, ରାଇଟ୍? ନାଉ ଏବେ ଯାଇ ମୁଁ ମାଇଣ୍ଡସେଟ୍ ଉପରେ ହିଁ କଥା ହେଇଥାଉଛି। କାହିଁକି ନା ଯଦି ଆପଣମାନେ ବି ମାଇଣ୍ଡସେଟ୍ ଉପରେ ମୁଁ ଯାହା ବି କହୁଛି ଯଦି ଫଲୋ କରି କରି ଚାଲିଲେ ଆପଣଙ୍କର ସିଗ୍ନିଫିକେଣ୍ଟଲି ଆପଣ ରିଜଲ୍ଟ ଆସିବ। ମେ ବି ଫାଷ୍ଟ 10 ଦିନ 15 ଦିନ ରିଜଲ୍ଟ ଶୋ କରିବନି, ବଟ୍ ଆପଣଙ୍କର ହ୍ୟାବିଟ୍ ହେଇଯିବ। ଓକେ, କାହିଁକି ନା ମୁଁ ଫାଷ୍ଟ ଡେ 1 ରୁ ଡେ 10 10 ଦିନ ଯାଏଁ ମୁଁ ରିଚୁଆଲ ଉପରେ କହିଲି, ମାନେ ମର୍ଣ୍ଣିଂରେ କ'ଣ କରିବ, ଇଭିନିଂରେ କ'ଣ କରିବ, ମିଡ୍ ଡେରେ କ'ଣ କରିବ, ସେତିକି ଜିନିଷ। ଆଉ ୱାର୍କଆଉଟ୍ କେମିତି କ'ଣ କଲେ କନସିଷ୍ଟାଣ୍ଟ ରହିବ, କନଫିଡେଣ୍ଟ କେମିତି ହବ, ସେ ସବୁ ଜିନିଷ ନା ଆମର ଷ୍ଟାର୍ଟିଂ ମାସରେ ରହିବାକୁ ପଡ଼ିବ। ଏନିଥିଙ୍ଗ, ଓକେ, 100 ଡେଜରେ ଯଦି ରିଜଲ୍ଟ ଆସୁନି ବି, ବଟ୍ ଆମେ ଡିଫରେଣ୍ଟ ମାଇଣ୍ଡସେଟ୍ ହେଇ ଯିବା। ଲେଟ୍ସ ସେ ଆମ ଟାର୍ଗେଟ ହେଉଛି 15% ବଡି ଫ୍ୟାଟ୍, ଯଦି 15% ବଡି ଫ୍ୟାଟ୍ ହେଲାନି ବି ନା ଆମେ ନ୍ୟୁ ଏଫର୍ଟସ ନେଇଯିବା। ଓକେ, ସେକେଣ୍ଡ କଥା ହେଉଛି ଯୋଉ ଯାଏଁ ଆମେ କିଛି ଜିନିଷ ସିଫ୍ଟ କରିନେ ସେ ଜିନିଷ ଯାଏଁ ଆମର ରିଜଲ୍ଟ ଆସିବନି। କାହିଁକି? ଯଦି ସେମ୍ ଜିନିଷ ଆମେ ଇଭିନିଂ ଟାଇମରେ ଜଙ୍କ ଫୁଡ ଖାଇବା, ଏଭ୍ରିଥିଙ୍ଗ ଡେ 1 ରେ ଡେ 2 ରେ କଣ୍ଟିନ୍ୟୁ ଖାଇବା, ତ ଆମର ରେଜଲ୍ଟ ଆସିବନି। ସେଇ ଭିଡିଓ ମୁଁ ପକେଇଥିଲି ଇଭିନିଂ ସିଫ୍ଟରେ, ଇଭିନିଂରେ କ'ଣ କରିବା, ରାଇଟ୍? ମର୍ଣ୍ଣିଂରେ ଉଠି ଯଦି ମର୍ଣ୍ଣିଂରେ ଉଠି ଯଦି ଟାଇମ ୱେଷ୍ଟ କରୁଛୁ, ନାଇଟ୍ ଲେଟ୍ ଶୋଉଛୁ, ମୋବାଇଲ ଦେଖିଥାଉଛୁ, ତ ଆମର ଓଭରାଲ ବଡି, ଓଭରାଲ ଏନର୍ଜି, ସେ ସବୁ ଜିନିଷ ଡାଉନ ହବ। ଏଭ୍ରିଥିଙ୍ଗ ରହିଲା ଏନର୍ଜି ଉପରେ। ଯଦି ଏନର୍ଜି ଯଦି କନଜ୍ୟୁମ କରିବ ଷ୍ଟ୍ରଙ୍ଗ ହବ, ଏନର୍ଜି ଯଦି ସ୍ପେଣ୍ଡ କରିବ ୱେଷ୍ଟ ହବ। ଆମକୁ ଏନର୍ଜି ଷ୍ଟ୍ରଙ୍ଗ କରିବାର ଅଛି, ସ୍ପେଣ୍ଡ କରିବାର ଅଛି ଗୁଡ ଗୁଡ ଥିଙ୍ଗ ଉପରେ, ଯାହାକି ଆମକୁ ରିଜଲ୍ଟ ଦବ, ରାଇଟ୍? ସୋ ମୁଁ ମାଇଣ୍ଡସେଟ୍ ଉପରେ କାହିଁକି କହୁଛି, ମାଇଣ୍ଡସେଟ୍ ହେଉଛି ଆମର କିଛି ବି ଜିନିଷ, ଯଦି ଲେଟ୍ସ ସେ ତାର ଦି ତିନିଟା ଏକ୍ସାମ୍ପଲ ଦଉଛି, ଆପଣ ମାଇଣ୍ଡ ଯଦି ଫିକ୍ସ ଫୋକସ୍ ନାହିଁ ତାହେଲେ କିଛି, ଆଜି ଭାବୁଥିବ 15% ବଡି ଫିଟ୍ ଯିବି, କାଲି ଭାବିବ ନାଇଁ ନାଇଁ ମତେ ୱାର୍କ କରିବାର ଅଛି, କାଲି ଭାବିବ କି ନାଇଁ ମୁଁ ଖେଳିବାକୁ ପଡିବି, ନାଇଁ ନାଇଁ ମୁଁ କାଲି ଗେମ୍ ଖେଳିବି, ନାଇଁ ନାଇଁ ମୁଁ କାଲି ମେଡିଟେସନ କରିଥିବି, ଏଇଟା ବି नो। ଫୋକସ୍, ଫୋକସ୍ ଇମ୍ପୋର୍ଟାଣ୍ଟ। ସେକେଣ୍ଡ, ମୁଁ କହିଥିଲି ସ୍ଲିପ୍, ସ୍ଲିପ୍କୁ କେମିତି ବେଟର କରିବା। ଯଦି ସେଇ ଜିନିଷ ଦେଖିଦେବ ନା ମର୍ଣ୍ଣିଂ ଭଲ ହେଇଯିବ, ରାତିରେ ବି ଭଲ ନିଦ ହବ। ତ ମୁଁ ମାଇଣ୍ଡସେଟ୍ ଉପରେ କାହିଁକି କହୁଛି, ଆପଣ ଆଟଲିଷ୍ଟ ନା ଆଇଡିଆ ଜାଣିଦେଲେ ଫାଷ୍ଟ ହଉ। ଆକ୍ଚୁଆଲି ଦେଖ, ଏନିଥିଙ୍ଗ ଷ୍ଟାର୍ଟ କରିବା ଆଗରୁ ନା ଲୋକମାନେ ବହୁତ ସାରା ଟ୍ରେନର ମୁଁ ଦେଖୁଛି, ସେମାନେ କ'ଣ କରୁଛନ୍ତି, ଫାଷ୍ଟ ଦିନ କହୁଛନ୍ତି ତମେ ଏହା ଖାଇବ, ତାପରେ ସେକେଣ୍ଡ ଦିନ ସେକେଣ୍ଡ ବେଳୁ ଭାବିବେ ନାଇଁ ଏ ୱାର୍କଆଉଟ ଆଜି ମଣ୍ଡେରେ ଏ କର, ଟ୍ୟୁଜଡେ ଏ ୱାର୍କଆଉଟ, ଥାର୍ଡରେ ରନିଂ, ସେଟା କହିବେ नो। ଫାଷ୍ଟ ହେଉଛି ଆମକୁ ହ୍ୟାବିଟ୍ ବିଲ୍ଡ କରିବାକୁ ପଡ଼ିବ। ଦେଖ, ତାର ଗୋଟେ ଅଛି, ଏନି ନୂଆ ଜିନିଷ କରିବାକୁ ଚାହୁଁଛୁ, ଏନିଥିଙ୍ଗ ନୂଆ ଜିନିଷ କରିବାକୁ ଚାହୁଁଛ, ଫାଷ୍ଟ 3 ଦିନ ନା ଓଲ୍ଡ ପ୍ୟାଟର୍ନକୁ ବ୍ରେକ୍ କରିବାକୁ ପଡ଼ିବ, ତାପରେ ନ୍ୟୁ ପ୍ୟାଟର୍ନ ଏଡ୍ କରିବାକୁ ପଡ଼ିବ। ତାପରେ ନେକ୍ସଟ ହେଉଛି ଯୋଉ ଟପିକରେ ତମେ କରିବାକୁ ଚାହୁଁଛ ସେ ଟପିକରେ ମଲ୍ଟିପ୍ଲାଏ କରିବାକୁ ପଡ଼ିବ। ଓକେ, ଲେଟ୍ସ ସେ ମୁଁ ଗୋଟେ ମୋର ଏକ୍ସାମ୍ପଲ ଦଉଛି। ମୁଁ ଯେତେବେଳେ ଏବେ ଦେଖ ଖରା ଦିନ ଚାଲିଛି, ସମର ସିଜନ, ଖରା ଦିନରେ ମୁଁ ୱାର୍କଆଉଟ ଛାଡ଼ି ଦେଇଥିଲି। ଆଉ ମତେ କିଏ କହିବେ ଷ୍ଟାର୍ଟିଂରେ ୱାର୍କଆଉଟ କରି, ନ କରିପାରିବନି, ରାଇଟ୍? କାହିଁକି ନା ମୁଁ ୱାର୍କଆଉଟ ହିଁ କରୁନି ଏବେ କେତେ ଦିନ ହେଲା, ମୁଁ ଖାଲି ୱାର୍କ ହିଁ କରୁଛି। ଫାଷ୍ଟ ୱାର୍କ କରିବ ଘଣ୍ଟାଟି, ନେକ୍ସଟ ତାପରେ ୱାର୍କଆଉଟ କରିବ ଘଣ୍ଟାଟି। ଓକେ, ଯଦି ମନର ରନିଂ କରିପାରୁନ, ରନିଂ ଯଦି କିଲୋମିଟରଟି କରିପାରୁନ, ୱାର୍କ କର 5 କିଲୋମିଟର, ପ୍ରାକ୍ଟିସ କରିବ, ପ୍ରାକ୍ଟିସ କରି କରି ଆଫ୍ଟର 5 to 10 days ପରେ ତମ ଭିତରେ 1 କିଲୋମିଟର ରନିଂ କରିଦବ, ରାଇଟ୍? ସେଇ ସବୁ ପାଇଁ ମୁଁ ମାଇଣ୍ଡସେଟ୍ ଉପରେ କହିଥାଉଛି, ମାଇଣ୍ଡସେଟ୍ କରିବ, ତାପରେ ଡିଫରେଣ୍ଟ ହ୍ୟାବିଟ୍ ରିଚୁଆଲ ଫଲୋ କର। କାହିଁକି ନା ଏବେ ଦେଖ ମିଡ୍ ଡେରେ, ଓକେ, ଆମର
କିଛି ଜିନିଷ ଆମେ ବିସ୍କୁଟ ମିକ୍ସଚର ଖାଇ ଦଉଛେ, ସ୍ନାକ୍ କରିଦଉଛେ, ଯୋଉଟା କି ଆମ ପାଇଁ ଦରକାର ନାହିଁ। ସେ ସବୁ ବି ମୁଁ କହିଛି ଅଲରେଡି। ସେ ସବୁ ଅଲରେଡି ପ୍ରାକ୍ଟିସ କଲା ପରେ ଆଫ୍ଟର, ଦେଖ ଏବେ ଏତେ ଦିନ ବି ହେଇନି, 10 to 20 days ବି ହେଇନି, ସୋ 21 days ହ୍ୟାବିଟ ଉପରେ ବିଲ୍ଡ କରିବା। ନେକ୍ସଟ ଆମର ପ୍ରାକ୍ଟିସ କରିବା ରିଅଲ ଷ୍ଟ୍ରେନ୍ଥ ଉପରେ, ୱାର୍କଆଉଟ ଉପରେ। ସେଇଥିପାଇଁ ମୁଁ ଏବେ ଯେ ମୁଁ କିଛି କହିନି କି ମୁଁ ନିଜେ ହିଁ ପ୍ରାକ୍ଟିସ କରିନି। ଆଉ ଦେଖ କେତେ ଦିନ ହେଲା ମୋର ଗାଲ ଫାଲ ଫୁଲି ଥିଲା, ଏବେ ଟିକେ ସ୍ଲାଇଡ ଭିତରୁ ଯାଇଛି। ୱେଟ୍ ରିଡ୍ୟୁସ ହେଇନି, ୱେଟ୍ 3 kg ରିଡ୍ୟୁସ ହେଇଛି, ବଟ୍ ଏତେ ବି ହେଇନି। ବୁଝିପାରୁଛ ନା? ତ ଥ୍ୟାଙ୍କ ୟୁ, ଆପଣ କ୍ୱେଶ୍ଚନ ପଚାରିଲେ। ସି ୟୁ।